श्रीमद्भागवत चतुर्थ स्कंद त्रिशोऽध्याय विदुरोवाच तदन्ते पचारे विदुर ଶୁଣ ମୈତ୍ରେୟ ମୁନିବର ତୁମ୍ଭେ ଯେ କହିଥିଲ ପୂର୍ବେ ତପେ ପ୍ରଚେତା ଭାଇ ସର୍ବେ ହରି ଭଜିବେ ଏକ ଭାବେ ସେମାନେ ରୁଦ୍ର ଗୀତା ସ୍ତବେ କହ ସେ ଦେବଗୁରୁ ଈଶ ତାହାକୁ ସାଧ୍ୟ ହେଲା କିସ ସେ ସର୍ବେ ବଡ଼ ଭାଗ୍ୟବନ୍ତ ଦେଖିଲେ ଉମା ଦେବୀ କାନ୍ତ ସେ ତାଙ୍କୁ ରୁଦ୍ର ଗୀତା ଦେଲେ ସେ ତହିଁ ଯୋଗ ସିଦ୍ଧ କଲେ ହରିଙ୍କୁ ପାଇବ କେମନ୍ତେ ଇହ କାଳରେ ବିକିବା ଅନ୍ତେ ଏ କଥା କହ ମୁନିବର ତା ଶ୍ରବଣେ ଇଚ୍ଛା ମୋର। ମୈତ୍ରେୟ ଉବାଚ ଶୁଣ ବିଦୁର ସୁଚେତନ ତଦନ୍ତେ ଯେ ବଣ ବିଧାନ ସେହି ହିତବାକ୍ୟେ ହୋଇ ଦୋଷ ତପସାଧିଲେ ଭାଇ ଦଶ ବାଟରେ ଭେଟିଲେ ଈଶାନ ସେ ତାଙ୍କୁ ଦେଲେ ଦିବ୍ୟ ଜ୍ଞାନ ସେ ଦୀକ୍ଷା ପାଇ ଦଶ ଭାଇ ସମୁଦ୍ର ପ୍ରବେଶିଲେ ଯାଇ ବୁଲିଣ ସମୁଦ୍ର ମଧ୍ୟରେ ତପସ୍ୟା କଲେ ନିରଧାରେ ଆୟୁଷ ସମ୍ବତ୍ସର ଯାଏ ସେ ତପ କଲେ ଏକଠାଏ ତଦନ୍ତେ ଦେବ ନାରାୟଣ ଦର୍ଶନ ଦେଲେ ତତ୍କ୍ଷଣ ହରିଙ୍କ କାନ୍ତି ଶୋଭା କଲା ତା ଦେଖି ତାଙ୍କ ଦୁଃଖ ଗଲା ଖଗେନ୍ଦ୍ର ପୃଷ୍ଠେ ଦିବ୍ୟ ଅଙ୍ଗେ ଯେହ୍ନେ ଜିମୁତ ମେରୁ ଶୃଙ୍ଗେ ପୀତ ବସନ ପରିଧାନେ ଯେହ୍ନେ ତଡ଼ିତ ନବଘନେ ଅତି ସୁନ୍ଦର ସୁଭୂଷଣ ସୁଗ୍ରୀବ କଣ୍ଠେ ମଣିଗଣ ରତ୍ନେ ସମୂହେ ଶୁଦ୍ଧ କାନ୍ତି ଯେ ଦିଗେ ତିମିର ନାଶନ୍ତି ଶୋଭନ୍ତେ ନାହିଁ ପଟାନ୍ତର ଚାରୁ ସୁନ୍ଦର ମନୋହର ମକର କୁଣ୍ଡଳ ଶ୍ରବଣେ ରଞ୍ଜିତ ନାନା ମଣିଗଣେ କଞ୍ଚବଦନ ଶୋଭା କରେ କୋଟି ଅନଙ୍ଗ ଦର୍ପହରେ ଅଷ୍ଟ ଆୟୁଧ ସଙ୍ଗେଛନ୍ତି ସେବନ କରନ୍ତି ଦେବ ସମୂହେ ମୁନିଜନେ ସେବନ୍ତି ନିଗମ ବଚନେ ତାହାଙ୍କୁ ଦେଖି ଦଶ ଭାଇ ନମିଲେ ଦଣ୍ଡ ପ୍ରାୟ ହୋଇ ସନ୍ତୋଷ ତାଙ୍କୁ ଦାମୋଦର କହନ୍ତି ବଚନ ମଧୁର। ଶ୍ରୀ ଭଗବାନ ଉବାଚ ଶୁଣ ହେ ନୃପତି ନନ୍ଦନ ହୋଇଲୁ ତୁମ୍ଭର ପ୍ରସନ୍ନ ଯେଣୁ କଠୋର ତପ କଲ ଏବେ ହୋଇବ ତୁମ୍ଭେ ଭଲ ହେ ପୁତ୍ର ବର ମାଗ ଦେବା ଯେଣୁ ଆମ୍ଭରେ କଲ ସେବା ଏକତ୍ର ଭାବେ ଦଶ ଭାଇ କାହାର ଭେଦା ଭେଦ ନାହିଁ ସମାନ ଧର୍ମ ସମଶୀଳ ଏଣୁ ଆମ୍ଭରେ ଯୋଗ ଗଲ ତମ୍ଭର ଶୁଣ କୀର୍ତ୍ତ ଦଶ ଶ୍ରବଣେ ଅଳୁ ସବିନାଶ ଯେ ନର ଶଯ୍ୟାରୁ ଉଠିଣ ତୁମ୍ଭରେ କରିବ ଶ୍ରବଣ ନୋହିବ ତାଙ୍କ ଭାଇ ଭେଦ ସୁମନେ ନ ପାଇବେ ଖେଦ ସକଳ ଭୂତେ ସମଭାବ ଖଣ୍ଡିବେ ଦୁଃଖ ପରାଭବ ଯେ ନିତ ଏ ପ୍ରାପ୍ତ ସନ୍ଧ୍ୟାରେ ଏ ରୁଦ୍ର ଗୀତା ସ୍ତବ କରେ ମୁଁ ତାର ଦେଖେ କାମ୍ୟବର ଶୋଭନ ମଣି ହେବ ତାର ତେଣୁ ଏ ତୁମ୍ଭେ ଦଶ ଭାଇ ପିତାର ଆଜ୍ଞା ଶିରେ ବହି ସନ୍ତୋଷ ତପ ଆଚରିଲ ଏଣୁ ଲଭେ ବିକ୍ଷିତ ଭଲ ବିମଳ ସୁଯଶ ତୁମ୍ଭର ବିଖ୍ୟାତ ରହିବ ମହିର ତଦନ୍ତ କିଛି କାଳ ଅନ୍ତେ ହେ ତୁମ୍ଭ ପତ୍ନୀ ଗର୍ଭଗତେ ହୋଇବ ଏକ ଚେତନୟ ସେ ହେବ ବ୍ରହ୍ମ ପୁଣ୍ୟମୟ ଏ ପୁତ୍ର ମାୟା ବୀର୍ଯ୍ୟ ବଳେ ପୂରିବ ଏ ଲୋକ ସକଳେ ବଂଶର ସଂଖ୍ୟା ତ ନ ଯିବ ସୃଷ୍ଟି ସର୍ଜନ ତେବେ ହେବ ଯେ କନ୍ୟା ବିବାହ ହେବ ତୁମ୍ଭେ କହିବା ତାର ଜନ୍ମ ଏବେ ଶୁଣ ହେ ନୃପତି ନନ୍ଦନେ କଣ୍ଠରୁ ତପବନେ ତାଙ୍କ ଆଶ୍ରମେ ଅନୁସରି ଆଇଲ ଏକଇ ସୁନ୍ଦରୀ ପ୍ରମ୍ଳୋଚା ନାମ ସେ ତାହାର
ଅପସରା ଗଣେ ଶ୍ରେଷ୍ଠ ସାର। ତାହାଙ୍କୁ ଦେଖି ମୁନିବର ଅନଙ୍ଗେ ହୋଇଲେ ଅସ୍ଥିର। ଛାଡ଼ି ତପସ୍ୟା ଆଦି ଧ୍ୟାନ ତା ରୂପେ ପାଶୋରିଲେ ଜ୍ଞାନ। ତା ଅନୁସଙ୍ଗେ ମୁନିବର ଗୃହସ୍ଥ ଧର୍ମେ ସୁବିଚାର। ହେମନ୍ତେ କିଛି କାଳନ୍ତେ ଅମୋଘ ବୀର୍ଯ୍ୟ ତା ଉଦରେ। ରହିଲା କାଳ କର୍ମ ଫଳେ ବିଧି ସଂଯୋଗେ କର୍ମ ବଳେ। ତାହାରି ଗର୍ଭେ ଏକ କନ୍ୟା ହୋଇଲା ଶୁଣ ଶୀଳେ ଧନ୍ୟ। ସେ କନ୍ୟା ବନେ ତ୍ୟାଜ୍ୟ କରି ତକ୍ଷଣେ ଗଲା ନିଜ ପୁରୀ। ସେ ବନେ ଯେତେ ବୃକ୍ଷ ଥିଲେ ସେ ସର୍ବେ କନ୍ୟାକୁ ଘେନିଲେ। ସେ କନ୍ୟା କ୍ଷୁଧାରେ ବିକଳେ ରୋଦନ କଲା ବୃକ୍ଷ ମୂଳେ। ତାହାଙ୍କୁ ଦେଖି ପୁରନ୍ଦର ଦୟାରେ ହୋଇଲେ କାତର। ତର୍ଜନୀ ଅଙ୍ଗୁଠି ତାହାର ତା ମୁଖେ ଦେଲେ ତୋଷ ଭର। ସେ ଇନ୍ଦ୍ର କରେ ସୁଧା ଥିଲା ତାପନେ କ୍ଷୁଧା ଦୂର ହେଲା। ହେମନ୍ତେ ସେ ବନେ ସୁନ୍ଦରୀ ରହିଲା କର୍ମ ଅନୁସାରୀ। ସେ ଗୁଣବତୀ କନ୍ୟା ସାର ତା ଅନୁରୂପେ ତୁମ୍ଭେ ବର। ଆରମ୍ଭ ଭକ୍ତ ତୁମ୍ଭ ପିତା ସୃଷ୍ଟି ସର୍ଜନୀ କରି ଚିନ୍ତା। ତେଣୁ ତୁମ୍ଭକୁ ଆଜ୍ଞା ଦେଲେ ଏ ସୃଷ୍ଟି କର ତାହା ବୋଲେ। ଏଣୁ ଏ ତୁମ୍ଭେ 10 ଭାଇ ସେ କନ୍ୟା ବିଭା କର ଯାଇ। ସମାନ ଧର୍ମେ ତୁମ୍ଭେ ମାନେ ଏ ମୋର ବାକ୍ୟ ତୋପ ମନେ। ସେ କନ୍ୟା ତୁଲେ ସୃଷ୍ଟି କର ସେ ଯୋଗ୍ୟ ଅଟଇ ତୁମ୍ଭର। ଦେବତା ଆୟୁଷ ପ୍ରମାଣେ ଜୀବନ୍ତେ ରହ ସୁକଲ୍ୟାଣୀ। ପୃଥିବୀ ସୁଖେ ଭୋଗ କର ତ୍ରିବିଧ ତାପ ପରିହର। ମୋ ପାଦେ କରିବ ଭକତି ବୈକୁଣ୍ଠେ ଲଭିବ ବସତି। ଏ କର୍ମ ବନ୍ଧ ବିନାଶିବ ଶିକ୍ଷ ବିଷୟ ଭୋଗ ନ ଲାଗିବ। ଏ ଗୃହ ଧର୍ମେ ବସ୍ତୁ ଯେତେ ମୋତେ ସମର୍ପ ଶୁଦ୍ଧ ଚିତ୍ତେ। ଉଦାସୀ ଜନ ପ୍ରାୟ ହୋଇ ମୋର ଭକତି ହୃଦେ ଧ୍ୟାଇ। ତାକୁ ନ ଲାଗେ ମାୟା ମୋହ ହୃଦେ ଦୁର୍ଜନ ବନ୍ଧୁ ସ୍ନେହ। ମୈତ୍ରେୟ ଉବାଚ। ମୈତ୍ରେୟ କହନ୍ତି ବିଦୁର ଏମନ୍ତେ କହନ୍ତି ଈଶ୍ୱର। ମୁଣ୍ଡ ନୁଆଇଁ 10 ଭାଇ ପ୍ରଣାମ କରନ୍ତି ବିନୟୀ। ଶ୍ରୀମୁଖ ନିରୂପି ଚାହିଁଲେ ଆନନ୍ଦେ ସାଗରେ ବୁଡ଼ିଲେ। ନମସ୍ତେ ପ୍ରଭୁ ଭଗବାନ ଏ ଭବୁ କରିବେ ମୋଚନ। ସ୍ତୁତି ପଠନେ 10 ଭାଇ ଶୁଣି ସନ୍ତୋଷେ ଭାବଗ୍ରାହୀ। ସମ୍ପୂର୍ଣ୍ଣ ଲୋଚନେ ଦେଖିବା ନିରତେ ଚରଣ ସେବିବା। ଏମନ୍ତେ ସେ ବାଞ୍ଛନ୍ତେ ମନ ହରି ହୋଇଲେ ଅନ୍ତର୍ଦ୍ଧାନ। ସେ ଯେ ପ୍ରଚେତା ଭାଇ 10 ଆକୁଳେ ଚାହିଁ 10 ଦିଶ। ନ ଦେଖି ପ୍ରଭୁ ଚକ୍ରଧର ସେ ଦିଗେ କରି ନମସ୍କାର। ବିଚ୍ଛେଦ ଶୋକେ ନିର୍ମଜ୍ଜିଲେ ସେ ଦୁଃଖ ସାଗରେ ବୁଡ଼ିଲେ। ପଡ଼ିଲେ ମୃତ ଶବ ଜାଣି ସେ ହରି ବିଚ୍ଛେଦ ଧରିଣୀ। ଆତ୍ମା ବିହୀନେ ଯେତେ ଦେହି ଚେତନା ଶୂନ୍ୟ ସର୍ବ ଭାଇ। ତକ୍ଷଣେ ଦେହ ଭାବ ପାଇ ଜଳୁ ଉଠିଲେ 10 ଭାଇ। ଉଠି ଚାହିଁଲେ ଦେଶ ଦିଗ ଧ୍ରୁମ ଆଚ୍ଛାଦେ ଭୂମି ଭାଗ। ଆକାଶେ ଘୋଟି ବେଢ଼ି ଛନ୍ଦେ ଦକ୍ଷିଣ ପ୍ରକୋପେ ଜଳନ୍ତି। ସର୍ବେ ବିଚାରି ଏକ ମନେ ବୃକ୍ଷ ନ ରଖିବା ଭୁବନେ। ଅଗ୍ନି ପରବ ଶୀଘ୍ର ଦୁଇ ମୁଖ ଉଦ୍ଗଦାର କଲେ ସେହି। ସେ ଅଗ୍ନି ପବନ ବହିଲେ ସମସ୍ତ ଧ୍ରୁମ ନାଶ କଲେ। ଅନିଳ ଅନଳ ପ୍ରତାପେ ଅତି ଉଚ୍ଛନ୍ନ ଧୂମ ବ୍ୟାପେ। ତା ଦେଖି ବେଗେ ପିତାମହ ଜାଣିଲେ ଗଲା ଭୂମି ରୁହ। ସେଦିନ ଲୋକକୁ ଅଇଲେ ସେ ଧର୍ମ ବିନାଶ ଦେଖିଲେ। କ୍ରୋଧ ସାନ୍ତ୍ୱନା କରି ତାହା ପ୍ରବୋଧି କହିଲେ ଅନେକ। ହେ ପ୍ରଚେତସ ଗଣେ ଶୁଣ ବୃକ୍ଷ ହୋଇଲେ ଅତି କ୍ଷଣ। ତୁମ୍ଭେ ସେ ଅଟ ସର୍ବଜ୍ଞାନୀ କିମ୍ପା କରୁଛ ସୃଷ୍ଟି ହାନି।
ଏବେ ଯେତେକ ଧ୍ରୁମ ଶେଷ ରହନ୍ତୁ ଯାଇ ବନ ଦେଶ। ବୃକ୍ଷ ସାନ୍ତ୍ୱନା କରି ତାଙ୍କ ପ୍ରବୋଧି କହିଲେ ଅନେକ। ବୃକ୍ଷକୁ ଛାଡ଼ି ପଦ୍ମଜନି କହିଲେ କନ୍ୟା ଆସ ଘେନି। 10 ଭାଇଙ୍କୁ କନ୍ୟା ଦେଇ ନିର୍ଭୟ ବନେ ରହ ଯାଇ। ପାଦବେ ବିଧି ବାକ୍ୟ ଶୁଣି ତାହାଙ୍କୁ ଦେଲେ କନ୍ୟା ଆଣି। ସେ କନ୍ୟା ନାମ ଯେ ମୋରିଷ ପଦ୍ମଲୋଚନୀ ପିକ ଭାଷା। ସେ ସର୍ବଲକ୍ଷଣେ ସୁନ୍ଦର ତା ତୁଲେ ନାହିଁ ପଟାନ୍ତର। ବିଧି କହିଲେ ପ୍ରଚେତସ ଏ କନ୍ୟା ବର ତୁମ୍ଭେ 10। ଏମନ୍ତ ଧାତାର ବଚନେ ସନ୍ତୋଷ ଭଜିଲେ ସେମାନେ। ତକ୍ଷଣେ କନ୍ୟାକୁ ବରିଲେ ସେ ଧାତା ନିଜପୁରେ ଗଲେ। ତଦନ୍ତେ ସେ ଯେ 10 ଭାଇ ନୃପ ଆସନେ ସୁଖେ ରହି। ସେ ବିଷ୍ଣୁ ବାକ୍ୟ ପ୍ରଚେତସ ସୁଖେ ପାଳିଲେ ପ୍ରଜା ଦେଶ। ଅନେକ ପାଦ ଯଜ୍ଞ କଲେ ହରିଙ୍କୁ ସ୍ୱଧର୍ମେ ତୋଷିଲେ। ଏମନ୍ତେ ଶୁଣ ହେ ବିଦୁର ସେ କନ୍ୟା ଉଦରେ ତାଙ୍କର। ଜନ୍ମିଲେ ଦକ୍ଷ ପ୍ରଜାପତି ପୂର୍ବେ ଯେ ବ୍ରହ୍ମାର ସନ୍ତତି। ଗିରିଶ ନିନ୍ଦା ପୂର୍ବେ ତେଣୁ ଗର୍ଭଜାତ ନା କଷ୍ଟ ତେଣୁ। ସେ ପାପ ବୀଜେ କୁଟେ ଥିଲା କେବେହେଁ ମୋଚନ ନ ହେଲା। ଚାକ୍ଷୁଷ ମନ୍ୱନ୍ତର ହୁଅନ୍ତେ ପୂର୍ବ ସୁକୃତ ଲୁପ୍ତ ଯାନ୍ତେ। ସେ ଦକ୍ଷ ଗର୍ଭୁ ଜନ୍ମେ ହେଲେ ଏବେ ସେ ପ୍ରଜା ସୃଷ୍ଟି କଲେ। ଜନ୍ମିଲା ମାତ୍ରକେ କୁମାର ତେଜତା ହେଲା ଗୋଚର। ତେଜସ୍ୱୀମାନେ ଯେତେ ଥିଲେ ତା ତେଜେ ସର୍ବେ ନିଜ ହେଲେ। ତେଜସ୍ୱୀମାନେ ଯେତେ ଥିଲେ ତା ତେଜେ ସର୍ବେ ଲୀନ ହେଲେ। ସେ ସର୍ବକର୍ମେ ଦକ୍ଷ ଯହୁଁ ତା ନାମ ଦକ୍ଷ ଦେଲେ ତହୁଁ। ବିବିଧ ପ୍ରଜାପତି ସୃଷ୍ଟି ଯେ କଲେ ମହାମତି। ତାହାଙ୍କୁ ପ୍ରଜା ରକ୍ଷା ପାଇ ନିଯୁକ୍ତି କଲେ ଦେବସାଇ। ଏମନ୍ତେ ଦକ୍ଷର ବ୍ୟବସ୍ଥା ଶୁଣ ବିଦୁର ଶୁଦ୍ଧ ଚେତା। ଯେଣୁ ସେ ପ୍ରଜା ସୃଷ୍ଟି କଲେ ଏଣୁ ରାଜ୍ୟତ୍ୱ ଉପଖିଲେ। ତେଣୁ ସେ ଧ୍ରୁବ ବଂଶେ ରାଜା ନୋହିଲେ ହେ ବ୍ୟାସ ତନୁଜା। ପ୍ରିୟବ୍ରତରେ ରାଜ୍ୟ ଦେଲେ ସେ ଦକ୍ଷ ବାକ୍ୟ ସୃଷ୍ଟି କଲେ। ସେ ପ୍ରିୟବ୍ରତର ଚରିତ ପଞ୍ଚମ ସ୍କନ୍ଧେ ସେ ଉଦିତ। ବିସ୍ତାରି କହିବା ତୁତି ପ୍ରଚେତା ଜ୍ଞାନ ଉପଗତ। କହି ବିପ୍ର ଜଗନ୍ନାଥ ଚତୁର୍ଥ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପରମହଂସ ସଂହିତାୟ ବୈଶିଷ୍ଟ୍ୟଂ ଚତୁର୍ଥ ସ୍କନ୍ଧେ ପରୀକ୍ଷିତ ସମ୍ବାଦେ ପ୍ରଚେତସ ଚରିତ କଥନେ ନାମ ବିଂଶୋऽଧ୍ୟାୟः।